ଆଜ୍ଞା ଆପଣ ଟିକେ ପରିଚୟ ମୁଁ ଅସିତ କୁମାର ପଟ୍ଟନାୟକ, ଷ୍ଟେଟ୍ ବ୍ୟାଡମିଣ୍ଟନ ରେଫରି। କ୍ରୀଡ଼ାରେ ଭାଗ ନେବା ପାଇଁ କିମ୍ବା ନିଜ ସ୍ୱାସ୍ଥ୍ୟକୁ ସଠିକ ରଖିବା ପାଇଁ ବୋଲି ଆପଣ କୋଉ ବୟସରେ ମଧ୍ୟ କ୍ରୀଡ଼ାକୁ ଆପଣେଇ ପାରିବେ। ତ ବର୍ତ୍ତମାନ ଯୋଉ ବୟସରେ ଏ ସବୁ ପୁରସ୍କାର ଆଚିଭ କରୁଛନ୍ତି, ଇଏ ଗୋଟେ ଉଦାହରଣ ହବ କି ଆଗାମୀ ଯୁବପିଢି ପାଇଁ। ନିଶ୍ଚୟ ଦେଖନ୍ତୁ, ଆପଣଙ୍କର ଶରୀର ସୁସ୍ଥ ରହିବା ପାଇଁ କ୍ରୀଡ଼ାର ଉପଯୋଗୀ ବହୁତ, ଏବଂ ସେଥିପାଇଁ ଆପଣ ନିଶ୍ଚୟ କିଛି ସମୟ ବାହାର କରି ବ୍ୟସ୍ତବହୁଳ ସମୟ ଭିତରୁ ମିନିମମ୍ ଗୋଟିଏ ଘଣ୍ଟା ଦିନକୁ ନିହାତି ଦେବା ଦରକାର। ଏବଂ ତାହା ଯାହା ମୁଁ ଦେଇ ଆସିଛି ପିଲାବେଳୁ ଏବଂ ତାର ପ୍ରତିଦାନ ବଳ ହିସାବରେ ଆଜି ମୁଁ ପାଉଛି। ଯଦିବା ପରିଣତ ବୟସରେ ବ୍ୟାଡମିଣ୍ଟନ ଖେଳ ହେଲା, କିନ୍ତୁ ବ୍ୟାଡମିଣ୍ଟନ ଗୋଟେ ଏଇଭଳିଆ ଖେଳ ସବୁ ବର୍ଗର ଖେଳରେ ଯଦି ପାର୍ଟିସିପେଟ କରିପାରିବେ, ଯାହାକି ଦରକାର ଗୋଟେ ଇନଫ୍ରାଷ୍ଟ୍ରକ୍ଚର। ଯୋଉ ଇନଫ୍ରାଷ୍ଟ୍ରକ୍ଚର ଏଠି ଡିପି ଏକାଡେମୀ ଦେଇଛି, ସବୁ ବର୍ଗର ପ୍ଲେୟାର ମାନେ ଏଠି ପ୍ରାକ୍ଟିସ କରୁଛନ୍ତି। ଆପଣଙ୍କ ଅଣ୍ଡର-19 କୁହନ୍ତୁ, 35+ କୁହନ୍ତୁ, 40+ କୁହନ୍ତୁ, 45+ କୁହନ୍ତୁ, 50 କୁହନ୍ତୁ, 55+ କୁହନ୍ତୁ, ଏପରିକି 60+ ମଧ୍ୟ ପ୍ଲେୟାର୍ସ ମାନେ ଏଠି ଅଛନ୍ତି, ପାର୍ଟିସିପେଟ କରୁଛନ୍ତି। ବୟସ କୌଣସି ପ୍ରଭାବ ପକାଏନି ଖେଳ ପାଇଁ। ଖେଳ ଏଭଳିଆ ଗୋଟେ ଜିନିଷ ଯୋଉଟାକି ନିଜ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପ୍ରତିଦ୍ୱନ୍ଦିତା ମୂଳକ ମନୋଭାବ ବି ଆଣିଥାଇପାରେ, ଯୋଉଟା କି ଆପଣ ଦେଖିପାରିବେ ଏ ଡିଷ୍ଟ୍ରିକ୍ଟରେ ଏବେ ହେଇଥିଲା, ଯୋଉଟା କି ଆମେ 50+ କୁହନ୍ତୁ, 35 କୁହନ୍ତୁ, 55+ କୁହନ୍ତୁ, ସବୁଥିରେ ସଫଳତା ହାସଲ କରିଛୁ। ଏବଂ ଷ୍ଟେଟରେ ମଧ୍ୟ କୋରାପୁଟ ଡିଷ୍ଟ୍ରିକ୍ଟରୁ ପାର୍ଟିସିପେଟ କରି ଷ୍ଟେଟରେ ମଧ୍ୟ ପୋଜିସନ ଆଣିଛୁ ଏବଂ ନ୍ୟାସନାଲ ପ୍ରତିଯୋଗିତା ମଧ୍ୟ ଅଂଶଗ୍ରହଣ କରିଛୁ। କଣ ପାଇଁ? ଆପଣଙ୍କର ସମୟ ଏବଂ ଯାହା ଆପଣ ଖେଳ ଖେଳୁଛନ୍ତି ତା ପାଇଁ ସମୟ ଦେଇପାରିଛନ୍ତି ଏବଂ ତା ପ୍ରତିବଦଳରେ ଆପଣ ପାଇଛନ୍ତି ସୁନ୍ଦର ସ୍ୱାସ୍ଥ୍ୟ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟନସିପ ବା ରଣସ ଟ୍ରଫିଟି। ଆଜ୍ଞା ଦେଖନ୍ତୁ, ସହରାଞ୍ଚଳଠୁ ଆରମ୍ଭ କରିକି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନେକ ଜାଗାରେ କ୍ରୀଡ଼ାର ପ୍ରଚାର ପ୍ରସାର ହଉଛି, କିନ୍ତୁ କଣ ଆବଶ୍ୟକତା ରହିଛି ନିହାତି ଯୋଉ ଦ୍ୱାରା କି ଯୁବପିଢି ମାନେ ଆଗାମୀ ଦିନରେ କ୍ରୀଡ଼ାକୁ ଆପଣେଇକି ନିଜ ଭବିଷ୍ୟତ ଗଠନ କରିପାରିବେ? ଶୁଣନ୍ତୁ, କଥା ହଉଛି ଆପଣଙ୍କ ପାଠ ସହିତ ଖେଳ ମଧ୍ୟ ନିହାତି ଦରକାର। ଖେଳ ଆପଣଙ୍କୁ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ମାନସିକ ସ୍ତରରେ ଆପଣଙ୍କୁ ପ୍ରସ୍ତୁତ କରିବା ଆପଣ କୋଉ ଭଳିଆ ପାଠ ପଢିବେ। କାହିଁକି ଆପଣ ଦେଖନ୍ତୁ, ଯେତିକି ଲୋଡ ଆପଣ ପିଲାମାନଙ୍କୁ ଦଉଛନ୍ତି, ସମସ୍ତ ପ୍ୟାରେଣ୍ଟ ଆଶା କରୁଛନ୍ତି ଯେ ସେମାନେ ମିନିମମ୍ 90+ ରଖନ୍ତୁ ବୋଲି। ତାଠୁ ଅଧିକ ଆଣିଲେ ମଧ୍ୟ ସେମାନେ ତାଠୁ ଆହୁରି ଆଶା ରହୁଛି। କିନ୍ତୁ ତାକୁ ଗ୍ରହଣ କରିବାକୁ ହେଲେ ମାନସିକ ସ୍ତରରେ ଆଉ ଶାରୀରିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ହେଲେ ଖେଳର ଆବଶ୍ୟକତା ରହିଛି। ତେଣୁ ତୃଣମୂଳ ସ୍ତରରୁ ଯଦି ସେମାନେ ପ୍ରସ୍ତୁତ କରିବେ ଖେଳରେ ଅଂଶଗ୍ରହଣ କରିବା ପାଇଁ, ଏ ଉଭୟକୁ ସେମାନେ ସଫଳ ହେଇପାରିବେ। ତ ବାକି ରହିଲା ଖେଳ କଥା। ଖେଳକୁ ମଧ୍ୟ ସେମାନେ କ୍ୟାରିୟର ଆକାରରେ ନେଇପାରିଲେ ମଧ୍ୟ ସେଥିରେ ଲାଭବାନ ହେଇପାରିବେ, କିନ୍ତୁ ତା ପାଇଁ ରହିଛି ପାଠଟି। ଆପଣ ଯୋଉ ସ୍ତରରେ ଖେଳ ଖେଳିବେ, ରାଜ୍ୟ ସ୍ତରରେ ଖେଳନ୍ତୁ, ଜିଲ୍ଲା ସ୍ତରରେ ଖେଳନ୍ତୁ, ସେ ଅନୁସାରେ ଆପଣ କୌଣସି ଜାଗାରେ କିଛି ପୋଷ୍ଟିଂ ପାଇପାରିଲେ ସେଇଠି ଦରକାର ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା। ତେଣୁ ଉଭୟ ଶିକ୍ଷା ଏବଂ କ୍ରୀଡ଼ା ଶରୀର ପାଇଁ ଏବଂ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ।